ବିକେ ଷ୍ଟଡି IQ ୟୁଟ୍ୟୁବ୍ ଚ୍ୟାନେଲକୁ 2024 କନ୍ଧମାଳ ଫୁଲବାଣୀ ଡିଷ୍ଟ୍ରିକ୍ଟ କୋର୍ଟ ତରଫରୁ ବହୁତ ବଡ଼ ରିକ୍ୱାରମେଣ୍ଟ ବାହାରିଛି। ଆପଣମାନଙ୍କୁ ମୁଁ ଡିଟେଲ୍ କହିବି, ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଭିଡ଼ିଓକୁ ସ୍କିପ୍ କଲେ କିଛି ମଧ୍ୟ ଜାଣିପାରିବେ ନାହିଁ କେମିତି ଆବେଦନ କରାଯାଏ, ମୁଁ ଡିଟେଲ୍ କହିବି। ପ୍ରଥମ ଆମର ପୋଷ୍ଟ ବାହାରିଛି ଜୁନିୟର କ୍ଲର୍କ, ଜୁନିୟର ଟାଇପିଷ୍ଟ, ଷ୍ଟେନୋଗ୍ରାଫର, ତାର ଏଠି ଟୋଟାଲ୍ ପୋଷ୍ଟ ଏଠି ମେନସନ୍ ହେଇଛି। ଏବଂ ନେକ୍ସଟ ଦେଖିବା ଏଲିଜିବିଲିଟି କ୍ରାଇଟେରିଆ। ଆପଣମାନେ +3 ଯଦି ପାସ୍ କରିଥିବେ ତାହେଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ତତ୍ ସଙ୍ଗେ DCA ସାର୍ଟିଫିକେଟ୍ ଥିବା ଦରକାର। ବୟସ ହେଉଛି 18 ବର୍ଷ ଠାରୁ 32 ବର୍ଷ ବୟସ ପର୍ଯ୍ୟନ୍ତ। ବୟସ କାଲକୁଲେସନ୍ ହେବ 21/6/2024। ଏବଂ ଆପଣମାନଙ୍କର ଫ୍ରିରେ ଆବେଦନ କରିବେ। ତାର ଏଠି ସିଲାବସ୍ ମେନସନ୍ ହେଇଛି, କେଉଁ ଟପିକ୍ରୁ କ'ଣ ପଡ଼ିବ ଏଠି ସବୁ ଡିଟେଲ୍ ମେନସନ୍ ହେଇଛି, ଆପଣମାନେ ଦେଖିପାରୁଥିବେ। ଏବଂ ସବୁ ଡିଷ୍ଟ୍ରିକ୍ଟର ପ୍ରାୟ ସେମ୍ ସିଲାବସ୍ ରହୁଛି, କିଛି ଅଲଗା ନାହିଁ। ଏଠି ତାର ଷ୍ଟେନୋଗ୍ରାଫର ସିଲାବସ୍ ଅଛି। ଯେଉଁମାନେ କି ଜୁନିୟର କ୍ଲର୍କ ପକାଇବେ, ଷ୍ଟେନୋଗ୍ରାଫର ପକାଇବେ, ଏକ୍ସଟ୍ରା ହିଁ ପକାଇ ପାରିବେ ଆପଣମାନେ। ତାପରେ ଏଠି ସବୁ ଡିଟେଲ୍ ମେନସନ୍ ହେଇଛି, ମାନେ କେଉଁ ସବଜେକ୍ଟରୁ କେତେ ମାର୍କ ପଡ଼ିବ, ଯେମିତି ଏସେ, ଆପ୍ଲିକେସନ୍, ଏଠି ସବୁ ଡିଟେଲ୍ ମେନସନ୍ ହେଇଛି। ଆପଣମାନେ ଭିଡ଼ିଓକୁ ଷ୍ଟପ୍ କରିକି ମଧ୍ୟ ଦେଖିପାରିବେ। ମୁଁ ଟେଲିଗ୍ରାମ ଚ୍ୟାନେଲରେ ମୋର ଏହି PDFକୁ ମୁଁ ଛାଡ଼ି ଦେଇଛି, ସେଠାରୁ ମଧ୍ୟ ଆପଣମାନେ ନେଇପାରିବେ। ଲାଷ୍ଟ ଡେଟ୍ ହେଉଛି ଆପଣମାନେ ଆବେଦନର ଲାଷ୍ଟ ଡେଟ୍ ହେଉଛି 21/6/2024 5ଟା ସୁଦ୍ଧା। ସ୍ପିଡ୍ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟ ଆପଣମାନେ କରିପାରିବେ। ନେକ୍ସଟ ଦେଖିବା ଆପଣ କ'ଣ କ'ଣ ଡକୁମେଣ୍ଟ ସବୁ ଆଟାଚ୍ କରିବେ। ଏଠି ସବୁ ଦେଇଛି ତାର +2 10th, ତାପରେ ସବୁ ଯାହା ବି ଆପଣଙ୍କ ଆଟାଚ୍ କରିବେ। ତତ୍ ସଙ୍ଗେ ଆପଣମାନେ ଏଠି 2 କ୍ୟାରେକ୍ଟର ସାର୍ଟିଫିକେଟ୍ ନେବେ। ତାପରେ ଯଦି ଆପଣମାନେ ସ୍ପିଡ୍ ପୋଷ୍ଟ କରିବେ ତାହେଲେ 45 ଟଙ୍କା ଷ୍ଟାମ୍ପ ଲାଗିବ। ତାପରେ ରେଜିଷ୍ଟର ପୋଷ୍ଟ କରିବେ ବୋଲେ ଆପଣ 26 ଟଙ୍କା ମାଗିବ ଟୁ ସେଲ୍ଫ ଆଡ୍ରେସ୍ରେ। ଆପଣମାନେ ଏହିପରି ଫିଲ୍ଅପ୍ କରିବେ। ଏଠି ସବୁ ମେନସନ୍ ହେଇଛି, ଏହିପରି ଫିଲ୍ଅପ୍ କରିବେ ଫାର୍ଷ୍ଟ ଏନଭଲ୍ସରେ। ତାପରେ ଆଉ 2ଟି ଏନଭଲ୍ସ ଆପଣମାନେ ସେଲ୍ଫ ଆଡ୍ରେସ୍ ଲେଖିକି ସେଇଟା ଭରିବେ ଡକୁମେଣ୍ଟ ଆଟାଚ୍ କରିକି। ପ୍ରଥମେ ଆପଣମାନେ ଏଇ ଫର୍ମ A କୁ ଫିଲ୍ଅପ୍ କରିବେ। ଫର୍ମ A କୁ ଫିଲ୍ଅପ୍ କରିବେ। ଫର୍ମ A ଫିଲ୍ଅପ୍ କଲା ପରେ ଫଟୋ ଆଟାଚ୍ କରିବେ। କେଉଁ ପୋଷ୍ଟ ପାଇଁ ଆପଣମାନେ ଆବେଦନ କରିବେ ସେହି ପୋଷ୍ଟକୁ ନାଁ ଲେଖିବେ, ସବୁ ଡିଟେଲ୍ ଲେଖିବେ। ଏଇଟା ଆପଣମାନେ ପ୍ରଥମେ ପ୍ରିଣ୍ଟ କାଢ଼ିବେ। ତାପରେ ଏଇଟା ଡିକ୍ଲାରେସନ୍ ପ୍ରିଣ୍ଟ କାଢ଼ିବେ। ତାପରେ ଆପଣମାନେ ଆଟାଚ୍ କରିବେ। ଏଇଟା ଗୋଟେ ଫୁଲବାଣୀ ବା କନ୍ଧମାଳ ଡିଷ୍ଟ୍ରିକ୍ଟ କୋର୍ଟର ରିକ୍ୱାରମେଣ୍ଟ ଥିଲା 2024ର। ଏହିପରି ବହୁତ ଡିଷ୍ଟ୍ରିକ୍ଟ କୋର୍ଟର ମଧ୍ୟ ପୋଷ୍ଟ ବାହାରିଛି। ମୁଁ ପ୍ଲେଲିଷ୍ଟ ତିଆରି କରିଛି, ୟୁଟ୍ୟୁବକୁ ଯାଇକି ମଧ୍ୟ ଆପଣମାନେ ଦେଖିପାରିବେ। ଏବଂ ଆଗକୁ ଅନେକ ଡିଷ୍ଟ୍ରିକ୍ଟ କୋର୍ଟର ପୋଷ୍ଟ ଆସିବ। ଆପଣମାନେ ଭିଡ଼ିଓକୁ ଯୋଡ଼ିକି ରଖନ୍ତୁ ଏବଂ ଭିଡ଼ିଓକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ସେମାନେ ମଧ୍ୟ ଜାଣିପାରିବେ। ରହିଲି, ଧନ୍ୟବାଦ।